ଚିନ୍ତା କରନ୍ତୁ, ପରିବାରର ଜଣେ ସଦସ୍ୟ ମରିଗଲେ। ପରିବାରର ଛୋଟ ପିଲାଟି ସ୍କୁଲରୁ ଫେରୁଥିବା ବେଳେ ବାଟରେ ଆକ୍ସିଡେଣ୍ଟରେ ମୃତ୍ୟୁବରଣ କଲା। କିମ୍ବା ସେହି ପରିବାରର ଏକମାତ୍ର ଆର୍ନି ମେମ୍ବର ସ୍ୱାମୀ ହାର୍ଟ ଆଟାକରେ ଚାଲିଗଲେ। କିମ୍ବା ସେହି ପରିବାରର ସ୍ତ୍ରୀ ଲୋକଟି ପ୍ରସବ ବେଦନା ସହି ନ ପାରି ମୃତ୍ୟୁବରଣ କଲା। ଏହି ସମୟରେ ଅନ୍ୟାନ୍ୟ ସଦସ୍ୟମାନେ ଶୋକ ପାଳନ କରିବେ ନା ଖୁସି ମନାଇବେ? କିନ୍ତୁ ସମାଜ କ'ଣ ଆଶା କରୁଛି? ସମାଜ ଚାହୁଁଛି ମୃତ୍ୟୁ ଭୋଜି। ଦଶ ପାଳନ କରନ୍ତୁ, ଏକାଦଶ ପାଳନ କରନ୍ତୁ, ଦାନ ଦକ୍ଷିଣା ଦିଅନ୍ତୁ, ଆତ୍ମାର ସଦ୍ଗତି ନିମନ୍ତେ ସଭା କରନ୍ତୁ, ଅସ୍ଥି ବିସର୍ଜନ ପାଇଁ ଆହ୍ଲାବାଦ ଯାଆନ୍ତୁ। ଏସବୁ ନୀତି ନିୟମ କରିଛି କିଏ? କାହା ସ୍ୱାର୍ଥରେ? ସମାଜ କରିବା କଥା କ'ଣ, କରୁଛି କ'ଣ?